ସାର୍ କ'ଣ କହିବେ ବାତ୍ୟା ମନ୍ଥାକୁ ନେଇକରି କେମିତି ପ୍ରସ୍ତୁତ ହୋଇଛି ସେ ବିଷୟରେ କ'ଣ କହିବେ ସାର୍? ବାତ୍ୟା ମନ୍ଥାକୁ ନେଇକି ଆମର ଜିଲ୍ଲା ସ୍ତରୀୟ କାଲି ରାତିରେ କଲେକ୍ଟର ମ୍ୟାଡ଼ାମଙ୍କର ଅଧ୍ୟକ୍ଷତାରେ ଗୋଟେ ମିଟିଂ ହେଇଥିଲା, ଯେଉଁଠି ସବୁ ବ୍ଲକ ପାଇଁ ନୋଡାଲ ଅଫିସର ମାନେ ଆଟେଣ୍ଡ କରିଥିଲେ। ଡିଷ୍ଟ୍ରିକ୍ଟ ଲେଭେଲର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଅଫିସିଆଲ୍ସ ଆଟେଣ୍ଡ କରିଥିଲେ। ଆଜି ଦିନରେ ଆମେ 10ଟାରେ ରାୟଗଡ଼ ବ୍ଲକ ପାଇଁ ଏକ ମିଟିଂ, ଯେଉଁଠିକି ସମସ୍ତ PRI ମେମ୍ବର, ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ଅଫିସିଆଲ୍ସ ମାନଙ୍କୁ ନେଇକି ଆମେ ବ୍ଲକ କନଫରେନ୍ସ ହଲ୍ରେ ଆଜି କରିଥିଲୁ। 10ଟାରୁ 11ଟା ପର୍ଯ୍ୟନ୍ତ ସେ ମିଟିଂରେ ଆମେ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ପ୍ରିପେୟାର୍ଡନେସ୍ ଆମେ ଚେକ୍ କରିଥିଲୁ। ଏଠି ଆମର 11ଟି ପଞ୍ଚାୟତର ପାଖାପାଖି 27ଟି ଏରିଆ ଯେଉଁଟା ଆମର ଲ୍ୟାଣ୍ଡସ୍ଲାଇଡ୍ ଜୋନ୍ ବୋଲି ଆମେ ଆଇଡେଣ୍ଟିଫାଏ କରିଛୁ, ସେଠି ପାଖାପାଖି 3000 ଲୋକଙ୍କୁ ଆମେ ସିଫ୍ଟିଂ ପାଇଁ ଆଜି ଅର୍ଡ଼ର ଦେଇଦେଇଛୁ। 24ଟି ଆମର ଭଲନରେବୁଲ୍ ୱିମେନ୍ ଯେଉଁମାନେ ନିୟରେଷ୍ଟ ଟୁ ବାର୍ଥ ପାଇଁ ଅଛନ୍ତି, ସେମାନଙ୍କୁ ଆମେ ସିଫ୍ଟିଂ ଜାରି ରହିଛି। 6 ଜଣ ସିଫ୍ଟିଂ ହେଇସାରିଲେଣି। ବାକି 3-4 ଘଣ୍ଟା ଭିତରେ ବାକି ସମସ୍ତଙ୍କୁ ଆମେ ସିଫ୍ଟିଂ କରିଦେବୁ ନିୟରେଷ୍ଟ ମା ଗୃହ ବା ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲକୁ। ସେଇଭଳି ଭାବେ ଫାୟାର ଟିମ୍ ଆମର ରେଡ଼ି ଅଛନ୍ତି। ଆମର RD ଟିମ୍, PWD ଟିମ୍ ଆମେ ତାଙ୍କୁ ମଧ୍ୟ ସଫିସିଏଣ୍ଟ JCB ବିଭିନ୍ନ ଜାଗାରେ ରଖିବା ପାଇଁ କହିଛୁ। ଏବଂ ତା ବ୍ୟତୀତ ପ୍ରୋକ୍ଲିନ୍ ମେସିନ୍, ଯେହେତୁ ଆମର ଲ୍ୟାଣ୍ଡସ୍ଲାଇଡ୍ ପ୍ରୋନ୍ ଏରିଆ ରହୁଛି, ଆମର ପ୍ରୋକ୍ଲିନ୍ ମେସିନ୍ ଆଉ ଟ୍ରଲର ପାଇଁ ମଧ୍ୟ ଆମେ ତାଙ୍କୁ ସଫିସିଏଣ୍ଟ ରଖିବା ପାଇଁ କହିଛୁ, ଯାହାଫଳରେ ଇମିଡ଼ିଏଟ୍ ରେସ୍ପନ୍ସ ନେଇପାରିବେ। ସମସ୍ତ PRIs ମାନେ ଏଥିରେ ଆଜି ଯୋଗଦାନ କରିଥିଲେ, ଯେ ଯାହାର ମନ୍ତବ୍ୟ ମଧ୍ୟ ଦେଲେ। ସମସ୍ତେ ଫିଲ୍ଡ ଲେଭେଲରେ ସଜାଗ ଅଛନ୍ତି। ଆଶା କରୁଛୁ ଆମେ ଜିରୋ କାଜୁଆଲିଟିରେ ବାତ୍ୟା ମନ୍ଥାନକୁ ଆମେ ମୁକାବିଲା କରିପାରିବୁ। ସାର୍, ଯଦି କହିବା କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରାଯାଇଛି, କିନ୍ତୁ କେତେ ଦୂର କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥା କରାଗଲା ବର୍ତ୍ତମାନ ସୁଦ୍ଧା? कंट्रोल रूम व्यवस्था जब कह ब्लॉक लेवल कंट्रोल रूम, डिस्ट्रिक्ट लेवल कंट्रोल रूम रही है। प्रत्येक जो आम जो कहले 11टी जीपी जोटा को आम लैंडस्लाइड प्रोन एरिया बोली बाछे, सेठी आम समस्त जीपी रे मध्य कंट्रोल रूम व्यवस्था करिछु। प्रति 2 घंटे विभिन्न कंट्रोल रूम आमर इनफॉरमेशन आसीबो, जोटा कि आम गोटे व्हाट्सएप ग्रुप ब्लॉक लेवल रे करिछु। এবং प्रति 2 घंटे से ओके मेसेज बा डैमेज रिपोर्ट जहाँ रोचे से सेठी पोस्ट करेंगे और से हिसाब से आम इमिडिएट रेस्पॉन्स टीम गठन कराई से इमिडिएटली एड्रेस करेंगे। सर, लोक मैंने केमती सचेतन माइकिंग व्यवस्था कौन कराई सर? सचेतनता विभिन्न प्रकार आईसी एक्टिविटी आम करूँ, जो आम SHG मान जरिया आम घर को घर डोर कैंपेन करूँ। आशा अंगनवाड़ी दीदी मान जरिया से माइकिंग करुँच। ब्लॉक तरफ आमर मोबाइल भ्यान जोटि मोबाइल माइकिंग व्यवस्था लोक मान संपूर्ण सचेतनता रखा जाइए। आशा करूँ आपण मान जरिया विभिन्न मीडिया मान बंधु मान जरिया लोक मैंने सचेतन हे। शेष में रायगड़वासी कौन कहे सर? रायगड़वासी को मोर अनुरोध रही सुरक्षित रुहतु एवं सुस्थ रुहतु एवं कौन अनटुवर्ड सिचुएसन है आमको ब्लॉक कंट्रोल रूम डिस्ट्रिक्ट कंट्रोल रूम को शीघ्र जनातु, जहाँफल प्रशासन शीघ्र पाखे पहुँच।